ବନ୍ଧୁଗଣ, ଆଜି ଆମେ ଜାଣିବା 2 ଜାନୁଆରୀ 2025 ଗୁରୁବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନାକୁ ନେଇ ଆଧାରିତ ଏବଂ ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 2 ଜାନୁଆରୀ 2025 ଗୁରୁବାର, ପୌଷ ଶୁକ୍ଳପକ୍ଷ ତୃତୀୟା, ରାତ୍ର 1 ଘଣ୍ଟା 8 ମିନିଟ୍ ଗତି ଚତୁର୍ଥୀ। ଆଜି ଶ୍ରବଣ ନକ୍ଷତ୍ର, ରାତ୍ର 11 ଘଣ୍ଟା 10 ମିନିଟ୍ ଗତି ଧନିଷ୍ଠା ନକ୍ଷତ୍ର। ଆଜି ମକର ଚନ୍ଦ୍ର ଅହୋରାତ୍ର। ଆଜିର ସାମ୍ବତ୍ସରିକ ଶ୍ରାଦ୍ଧ ତୃତୀୟାର ଏକଧିଷ୍ଠ ଓ ପାର୍ବଣ। ଆଜିର ଶୁଭ ବେଳା ପ୍ରାତଃ 6 ଘଣ୍ଟା 30 ମିନିଟ୍ରୁ ଦିବା 7 ଘଣ୍ଟା 59 ମିନିଟ୍ ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 6 ଘଣ୍ଟା 32 ମିନିଟ୍। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 5 ଘଣ୍ଟା 23 ମିନିଟ୍। ଆଜି ସିଂହ ରାଶି ପୁରୁଷମାନଙ୍କ ଘାତ ଚନ୍ଦ୍ର ଏବଂ ତୁଳା ଓ କୁମ୍ଭ ରାଶିର ଘାତବାର। ଆଜି ପୋଟଳ ଖାଇବା ନିଷିଦ୍ଧ। ତ ବନ୍ଧୁଗଣ, ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆଜି ଆପଣ ବ୍ୟବସାୟ ସମ୍ବନ୍ଧିତ କିଛି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିପାରନ୍ତି ଏବଂ ଆପଣଙ୍କ ବୁଦ୍ଧିମତ୍ତା ତଥା ବାଣୀ କୌଶଳରେ ସମସ୍ତଙ୍କୁ ପ୍ରଭାବିତ କରିବେ। କାର୍ଯ୍ୟକ୍ଷେତ୍ରରେ ଛୋଟ ଛୋଟ ସମସ୍ୟାର ସମାଧାନ କରିବାରେ ଆପଣ ସକ୍ଷମ ହେବେ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ସଞ୍ଚାର ମାଧ୍ୟମରେ କୌଶଳ କ୍ଷେତ୍ରରେ ଉଚ୍ଚଶିକ୍ଷା ପ୍ରାପ୍ତ କରିବେ। ନୂଆ ସନ୍ଧାନ ତଥା ନୂଆ ଭାବରେ ବାଣିଜ୍ୟ ବ୍ୟବସାୟରେ ଉତ୍ତମ ପରିବର୍ତ୍ତନ କରିବେ। ପାରିବାରିକ ଜୀବନରେ ମାତାପିତାଙ୍କ ସ୍ନେହ ଓ ଆଶୀର୍ବାଦ ପାଇପାରିବେ। ବିଦେଶ ସମ୍ବନ୍ଧିତ କୌଣସି ପାରିବାରିକ ସଦସ୍ୟଙ୍କ ବିଷୟରେ ସୁଖଦ ସମାଚାର ପାଇ ମନରେ ପ୍ରସନ୍ନତା ଅନୁଭବ କରିବେ ତଥା ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ମଧ୍ୟ ସମୟ ଅନୁକୂଳ ରହିଛି ଏବଂ ପ୍ରେମୀ ଆପଣଙ୍କ ରଚନାତ୍ମକତାରେ ପ୍ରଭାବିତ ହେବେ, କିନ୍ତୁ ସମୟର ସଦୁପଯୋଗ କରନ୍ତୁ। ଆର୍ଥିକ ସ୍ଥିତି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥାରେ ଆଖି ସମ୍ବନ୍ଧିତ କଷ୍ଟ ହେବାର ସମ୍ଭାବନା ରହିଛି। ନିଦ୍ରା ତଥା ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖନ୍ତୁ। ଆଜି ଆପଣ ଓଂ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ, ଶୁଭଫଳ ପାଇବେ। ବୃଷ ରାଶି। ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବାଣିଜ୍ୟ ବ୍ୟବସାୟରେ ଆକସ୍ମିକ ଲାଭ ହେବାର ଯୋଗ ରହିଛି। ଆପଣଙ୍କ ପାଇଁ ଅସୁରକ୍ଷିତ କାର୍ଯ୍ୟ ତଥା ସେୟାର ମାର୍କେଟ ଆଦିରୁ ମଧ୍ୟ ଲାଭ ପ୍ରାପ୍ତ କରିବାର ସ୍ଥିତି ଉତ୍ତମ ରହିବ। ଔଷଧ ତଥା ଖଣିଜ ପଦାର୍ଥ ବ୍ୟବସାୟରେ ଜଡ଼ିତ ବ୍ୟବସାୟୀଙ୍କୁ ବିଶେଷ ଲାଭ ମିଳିବାର ଯୋଗ ରହିଛି। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସଫଳତା ମିଳିବ। ପାରିବାରିକ ଜୀବନରେ ପୈତୃକ ସମ୍ପତ୍ତି ପ୍ରାପ୍ତି ହେବାର ଯୋଗ ରହିଛି ଏବଂ ପିତାଙ୍କ ଆଶୀର୍ବାଦ ବା ମାର୍ଗଦର୍ଶନ ଆପଣଙ୍କ ଭାଗ୍ୟକୁ ବୃଦ୍ଧି କରିବ। ଜୀବନ ସାଥୀଙ୍କ ସହିତ ଭବିଷ୍ୟତ ଯୋଜନାରେ ଚର୍ଚ୍ଚା କରିବେ ଏବଂ ଖର୍ଚ୍ଚରେ ନିୟନ୍ତ୍ରଣ କରିବାର ପ୍ରୟାସ ସଫଳ ହେବ। ପ୍ରେମ ଜୀବନରେ ବିବାହ ପ୍ରସ୍ତାବ ପାଇଁ ସମୟ ଶୁଭ ରହିଛି ଏବଂ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତି ହେବ। ରାଜକୀୟ ପକ୍ଷରୁ ଆର୍ଥିକ ଲାଭର ପ୍ରବଳ ସମ୍ଭାବନା ରହିଛି ତଥା ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବାକୁ ଲାଗିବ ଏବଂ ନିବେଶରୁ ମଧ୍ୟ ଲାଭ ମିଳିବ। ପୁରୁଣା ରୋଗ ବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। ବିଶେଷ ରୂପରେ ହୃଦୟ ସମ୍ବନ୍ଧିତ ବିକାରରେ ଆରାମ ମିଳିବ। ଆଜି ଆପଣ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। ମିଥୁନ ରାଶି। ଆଜି ଆପଣଙ୍କ ମାନସିକ ଚିନ୍ତାର ସ୍ଥିତି ଆପଣଙ୍କୁ ଭ୍ରମିତ କରିବ। ଆବଶ୍ୟକ ନିର୍ଣ୍ଣୟ କିଛି ସମୟ ପାଇଁ ସ୍ଥଗିତ କରିବା ଆପଣଙ୍କ ପାଇଁ ହିତକର ହେବ, କିନ୍ତୁ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ସହାୟକ ସିଦ୍ଧ ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ବାଦ ବିବାଦ ତଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ରାଜନୈତିକ କ୍ଷେତ୍ରର ବ୍ୟକ୍ତିଙ୍କୁ ନିଜ ଭାଷାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ବିଦ୍ୟାର୍ଥୀମାନଙ୍କୁ
ଅତି ଆତ୍ମବିଶ୍ୱାସ କାରଣରୁ କ୍ଷତିର ସାମ୍ନା କରିବାକୁ ପଡ଼ିବ। ସେଥିପାଇଁ ଗୁରୁଜନଙ୍କ ମାର୍ଗଦର୍ଶନର ଅନୁପାଳନ କରନ୍ତୁ। ପାରିବାରିକ ଜୀବନରେ ଶ୍ୱଶୁର ଘର ପକ୍ଷରୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସେଥିପାଇଁ ସାବଧାନ ରୁହନ୍ତୁ ଏବଂ ନିଜ ବାଣୀ ଓ କ୍ରୋଧରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖିବା ଉଚିତ। ପରିବାରରେ କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ଦେଖାଦେଇପାରେ, କିନ୍ତୁ ଜୀବନସାଥୀଙ୍କ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପ୍ରେମ ସମ୍ବନ୍ଧ ମାନସିକ ଶାନ୍ତି ବା ପ୍ରସନ୍ନତାର କାରଣ ହେବ। ଆର୍ଥିକ ସ୍ଥିତି ସାମାନ୍ୟ ସ୍ଥିର ରହିଛି, କିନ୍ତୁ କୌଣସି ପ୍ରକାର ବ୍ୟବସାୟିକ ନିବେଶ ହାନିକାରକ ସିଦ୍ଧ ହେବ। ଅନିୟମିତ ରକ୍ତଚାପ ରୋଗୀ ନିଜ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଆଜି ଆପଣ ଭୋକିଲା ବ୍ୟକ୍ତିଙ୍କୁ ଭୋଜନ ଦାନ କରନ୍ତୁ, ଶୁଭ ଫଳ ପାଇବେ। କର୍କଟ ରାଶି, ଆଜି ରାଜନୈତିକ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଦିନଟି ବିଶେଷ ଲାଭର ସ୍ଥିତି ବିକଶିତ କରିବ ଏବଂ ଆପଣ ସମୟର ପୂର୍ଣ୍ଣ ଲାଭ ଉଠାଇବେ। ଆପଣଙ୍କ ପ୍ରଭାବ କ୍ଷେତ୍ରରେ ବୃଦ୍ଧି ଘଟିବ। ଉଚ୍ଚ ଅଧିକାରୀ ବର୍ଗ ଆପଣଙ୍କ ସଂଗଠନାତ୍ମକ ତଥା ନେତୃତ୍ୱ ଯୋଗ୍ୟତାକୁ ପ୍ରଶଂସା କରିବେ। ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସମ୍ପର୍କରେ ମଧୁରତାର ଭାବ ଆସିବ ଏବଂ ପାରସ୍ପରିକ ଭୁଲ ବୁଝାମଣା ଦୂର ହେବ। ପ୍ରେମ ଜୀବନରେ ଏକ ନୂଆ ପ୍ରାରମ୍ଭ କରିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ମାତା ପିତାଙ୍କ ଆଶୀର୍ବାଦ ନେଇକି କରନ୍ତୁ, ସଫଳତା ପାଇବେ। ସନ୍ତାନଙ୍କ ଭବିଷ୍ୟତ ସମ୍ବନ୍ଧିତ କିଛି ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଆର୍ଥିକ ସ୍ଥିତି ସୁଦୃଢ଼ ଓ ମଜବୁତ ହେବ ଏବଂ ଆପଣ ଆଂଶିକ ଲାଭ ମଧ୍ୟ ପାଇପାରିବେ। ରାଜକୀୟ ପକ୍ଷରୁ ଧନାର୍ଜନରେ ସଫଳତା ମିଳିବ ଏବଂ ସାମାଜିକ ମାନ ସମ୍ମାନରେ ବୃଦ୍ଧି ହେବ। ଯେକୌଣସି ପ୍ରକାର ବ୍ୟବସାୟିକ ଭାଗିଦାରୀରେ ଆପଣ ଉତ୍ତମ ଲାଭ ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନେ ବନ୍ଧୁମିତ୍ରଙ୍କ ସହଯୋଗ ପାଇବେ, କିନ୍ତୁ ତ୍ୱଚା ସମ୍ବନ୍ଧିତ ବିକାର ପ୍ରତି ଆପଣଙ୍କୁ ସାବଧାନ ରହିବା ଉଚିତ। ଆଜି ଆପଣ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ, ଶୁଭ ଫଳ ପାଇବେ। ସିଂହ ରାଶି, ଆଜି ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରିବାର ପ୍ରୟାସ କରିବେ, କିନ୍ତୁ ଆପଣ ନିଜ ବୁଦ୍ଧି, ବଳ ଓ କୌଶଳ ତଥା ପରାକ୍ରମରେ ସମସ୍ତ ସମସ୍ୟାକୁ ସଫଳତାପୂର୍ବକ ସାମ୍ନା କରିବେ। ଯାତାୟାତ ତଥା ପର୍ଯ୍ୟଟନ ବ୍ୟବସାୟରେ ଜଡ଼ିତ ବ୍ୟକ୍ତିଙ୍କୁ କିଛି ଶୁଭ ସମାଚାର ପ୍ରାପ୍ତି ହେବ। ରୋଜଗାର କ୍ଷେତ୍ରରେ ଅନୁକୂଳତା ଆସିବ, କିନ୍ତୁ ନୂଆ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ନିଜ ଯୋଜନାକୁ ପୁନଃ ସମୀକ୍ଷା କରିବାର ସମୟ। ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସହିତ ପୂର୍ବରୁ ଲାଗି ରହିଥିବା ଭୁଲ ବୁଝାମଣା ଦୂର ହେବ, କିନ୍ତୁ ସନ୍ତାନଙ୍କ ସ୍ୱାସ୍ଥ୍ୟ ତଥା ଭବିଷ୍ୟତ ସମ୍ବନ୍ଧିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ। ପ୍ରେମ ଜୀବନରେ ନୂତନ ଊର୍ଜାର ସଞ୍ଚାର ହେବ ଏବଂ ପ୍ରେମ ସମ୍ପର୍କରେ ଘନିଷ୍ଠତା ଆସିବ। ଆର୍ଥିକ ସ୍ଥିତି କ୍ଷେତ୍ରରେ ପୂର୍ବପେକ୍ଷା କିଛି ସୁଧାର ହେବ ଏବଂ ଆର୍ଥିକ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ବାଣିଜ୍ୟ ବ୍ୟବସାୟରେ ଆର୍ଥିକ ଲାଭ ପ୍ରାପ୍ତ କରିବେ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଦିନଟି ଉତ୍ତମ ଅନୁକୂଳ ରହିଛି, କିନ୍ତୁ ଅତ୍ୟଧିକ ଧାଁ ଦୌଡ଼ା ବା ମାନସିକ ଶ୍ରମ କାରଣରୁ ଆପଣ ଥକାପଣ ବା ଦୁର୍ବଳତା ଅନୁଭବ କରିବେ। ଆଜି ଆପଣ ଭଗବାନ ଶିବଙ୍କୁ ପଞ୍ଚାମୃତରେ ଅଭିଷେକ କରନ୍ତୁ, ଶୁଭ ଫଳ ପାଇବେ। କନ୍ୟା ରାଶି, ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀ ବର୍ଗରୁ ପ୍ରୋତ୍ସାହନ ପ୍ରାପ୍ତି ହେବ। ରୋଜଗାର କ୍ଷେତ୍ରରେ ଆପଣଙ୍କୁ ନିଜ କୌଶଳ ଦେଖିବାର ଅବସର ମିଳିବ। ବିଶେଷ ରୂପରେ ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭ ପରିଣାମ ପ୍ରାପ୍ତି ହେବ ଏବଂ ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସମ୍ବନ୍ଧିତ ଅବରୋଧରେ ହାନି ଘଟିବ ଏବଂ ପାରିବାରିକ ଜୀବନରେ ମଧ୍ୟ ସନ୍ତାନ ସମ୍ବନ୍ଧିତ ସୁଖଦ ସମାଚାର ପ୍ରାପ୍ତି ହେବ, ଯାହା ଫଳରେ ମନରେ ପ୍ରସନ୍ନତା ଅନୁଭବ କରିବେ। କିନ୍ତୁ ଜୀବନସାଥୀଙ୍କ ସହିତ ସମ୍ପର୍କର ବିଷୟ ଧ୍ୟାନ ରଖନ୍ତୁ ଏବଂ ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାର ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ। ଛୋଟ ଭାଇ ଭଉଣୀଙ୍କ ସହଯୋଗ ଲାଗି ରହିବ, କିନ୍ତୁ
ଆପଣ ଗୃହର ସାଜସଜ୍ଜାରେ ଧନ ବ୍ୟୟ କରିବେ ଏବଂ ନିଜ ଭବିଷ୍ୟତକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ପ୍ରେମ ଜୀବନ ଆନନ୍ଦଦାୟକ ରହିବ। ଆପଣ ନିଜ ଭବିଷ୍ୟତ ଯୋଜନାରେ କାର୍ଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଶିଥିଳତା କାରଣରୁ ମନ ବ୍ୟଥିତ ରହିବ ଏବଂ ନଗଦ ଧନର ଅଭାବ ବ୍ୟବସାୟକୁ ପ୍ରଭାବିତ କରିବ। କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଅଗ୍ନି, ବିଷ ତଥା ଔଷଧର ସଂକ୍ରମଣରୁ ସାବଧାନ ରୁହନ୍ତୁ। ଆଜି ଆପଣ ଶିବଲିଙ୍ଗରେ ସୁଗନ୍ଧିତ ଜଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ତୁଳା ରାଶି, ଆଜି ଆପଣଙ୍କୁ କିଛି ମାନସିକ ଚିନ୍ତା ବ୍ୟଥିତ କରିବ। ଆପଣଙ୍କ ନିର୍ଣ୍ଣୟ ନେବା କ୍ଷମତା ପ୍ରଭାବିତ ଓ ଦୁର୍ବଳ ହେବ। ଆପଣଙ୍କ ଆତ୍ମବିଶ୍ୱାସରେ ହାନି ଘଟିବ ଏବଂ ଆପଣଙ୍କ ବିରୋଧୀ ଓ ପ୍ରତିଦ୍ୱନ୍ଦ୍ୱୀ ସକ୍ରିୟ ରହିବେ। ଆପଣଙ୍କ ପରିଶ୍ରମୀ ସ୍ୱଭାବ, ଇଚ୍ଛା ଶକ୍ତି ଏବଂ ସଂକଳ୍ପ କାରଣରୁ ବ୍ୟବସାୟରେ ସଫଳତା ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଏକାଗ୍ରତା ବଜାୟ ରଖିବାରେ ସଂଘର୍ଷ କରିବାକୁ ପଡ଼ିବ। ପାରିବାରିକ ଜୀବନରେ ମାତାଙ୍କ ସହିତ କିଛି ବୈଚାରିକ ମତଭେଦ ଦେଖାଦେଇପାରେ, କିନ୍ତୁ ପିତାଙ୍କ ସହଯୋଗ ଓ ମାର୍ଗଦର୍ଶନ କାରଣରୁ ଆପଣ ଲାଭବାନ ହେବେ। ପୁରୁଣା ବନ୍ଧୁମିତ୍ରଙ୍କ ସହିତ ଦେଖା ସାକ୍ଷାତ କରି ପ୍ରସନ୍ନତା ଅନୁଭବ କରିବେ। ବିଦେଶ ସମ୍ବନ୍ଧିତ କିଛି ଶୁଭ ସମାଚାର ପ୍ରାପ୍ତି ହେବ। ଭାଇଙ୍କ ସହଯୋଗରୁ ପାରିବାରିକ ବାତାବରଣରେ ସୁଧାର ଆସିବ, କିନ୍ତୁ ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ସେଥିପାଇଁ କୌଣସି ପ୍ରକାର ଅସୁରକ୍ଷିତ କାର୍ଯ୍ୟ ପ୍ରତି ସାବଧାନ ରୁହନ୍ତୁ ଏବଂ ଅନାବଶ୍ୟକ ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ, କାହିଁକି ନା ଦୁର୍ଘଟଣାର ଯୋଗ ରହିଛି। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ବିଛା ରାଶି, ଆଜି ଆପଣଙ୍କ ବ୍ୟାପାରିକ ସମ୍ପର୍କ ସ୍ଥାପିତ ହେବ, ଯାହା ଭବିଷ୍ୟତରେ ଆପଣଙ୍କୁ ରାଜକୀୟ ପକ୍ଷରୁ ଲାଭ ପ୍ରଦାନ କରିବାରେ ସହାୟକ ସିଦ୍ଧ ହେବ। ଆପଣଙ୍କ ପରାକ୍ରମରେ ମଧ୍ୟ ବୃଦ୍ଧି ହେବ ଏବଂ ଆପଣ ନିଜ ସମସ୍ତ କାର୍ଯ୍ୟକୁ ତତ୍ପରତା ସହିତ ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଆପଣଙ୍କ ସାମାଜିକ କ୍ଷେତ୍ରର ବିକାଶ ହେବ ଏବଂ ଆପଣଙ୍କ ପ୍ରଭାବରେ ମଧ୍ୟ ବୃଦ୍ଧି ଘଟିବ। ସୁଗନ୍ଧ ନିର୍ମାଣରେ ସମ୍ବନ୍ଧିତ ବ୍ୟବସାୟୀ ତଥା ଅଗରବତୀ, ଇତର, ପରଫ୍ୟୁମ୍ ଆଦିକୁ ବିଶେଷ ଲାଭ ମିଳିବ। ନୂଆ କାର୍ଯ୍ୟ ପ୍ରାରମ୍ଭ କରି ଆପଣ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଛୋଟ ଭାଇ ତଥା ବନ୍ଧୁମିତ୍ରଙ୍କ ସହଯୋଗ ପ୍ରାପ୍ତି ହେବ ଏବଂ ଗୃହର ଛୋଟ ସଦସ୍ୟଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ ତଥା ପରିବାରରେ ପ୍ରସନ୍ନତା ଲାଗି ରହିବ। ମାତା ପିତାଙ୍କ ଆଶୀର୍ବାଦ ମିଳିବ ଏବଂ ତାଙ୍କ ଆଶୀର୍ବାଦରୁ ପରିବାରରେ ସୁଖ ସମୃଦ୍ଧି ଆସିବ। କାର୍ଯ୍ୟ ବ୍ୟସ୍ତତା ଭିତରେ ପ୍ରେମୀଙ୍କ ପାଇଁ ସମୟ ବାହାର କରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ ଏବଂ ଭବିଷ୍ୟତ ପାଇଁ କିଛି ସଞ୍ଚିତ ଯୋଜନାରେ ନିବେଶ ଲାଭପ୍ରଦ ରହିବ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିଛି, କିନ୍ତୁ ଶାରୀରିକ ପୀଡା ଅନୁଭବ କରିବେ। ଆଜି ଆପଣ ଶିବ ଚାଲିସା ପାଠ କରନ୍ତୁ, ଶୁଭ ଫଳ ପାଇବେ। ଧନୁ ରାଶି, ଆଜି ଆପଣଙ୍କ ସ୍ୱଭାବରେ ଏକ ନୂଆ ମଧୁରତା ଆସିବ ଏବଂ ଆପଣଙ୍କ ବାଣୀରେ ସମସ୍ତେ ପ୍ରଭାବିତ ହେବେ। କଳାତ୍ମକ ରୂପରେ ନିଜ ବ୍ୟବସାୟକୁ ବୃଦ୍ଧି କରିବାରେ ବିଶେଷ ସଫଳତା ମିଳିବ। ଆଜି କୌଣସି ମହତ୍ୱପୂର୍ଣ୍ଣ କ୍ରୟ ବିକ୍ରୟର ଅବସର ମିଳିବ। ଆପଣଙ୍କ ପ୍ରଭାବ କ୍ଷେତ୍ର ତଥା ଖ୍ୟାତିରେ ବୃଦ୍ଧି ଘଟିବ ଏବଂ ବିଦେଶରୁ ଆୟାତ ନିର୍ଯାତ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନରେ ପିତାଙ୍କ ସ୍ନେହ ବା ଆଶୀର୍ବାଦ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ନୂଆ ଉତ୍ସାହ ଆସିବ। ଜୀବନସାଥୀ ଆପଣଙ୍କ ସମ୍ମାନ କରିବେ ତଥା ସମ୍ପର୍କରେ ଘନିଷ୍ଠତା ଆସିବ। ପରସ୍ପରକୁ ଭଲ ଭାବରେ ବୁଝିବାର ଏହା ଏକ ଉତ୍ତମ ସମୟ। ପ୍ରେମ ସମ୍ବନ୍ଧ ପାଇଁ ସମୟ ଅନୁକୂଳ ରହିଛି ଏବଂ ପୂର୍ବରୁ ଲାଗି ରହିଥିବା ଦୂରତ୍ୱର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ହେବ ଏବଂ ପାରିବାରିକ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିବ। ପୂର୍ବରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ।
ଆଜି ଆପଣ ଶିବଲିଙ୍ଗରେ ଶ୍ବେତ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ମକର ରାଶି, ଆଜି ଆପଣଙ୍କ ବ୍ୟକ୍ତିତ୍ୱରେ ସୁନ୍ଦର ପରିବର୍ତ୍ତନ କାରଣରୁ ଆଖପାଖ ଲୋକେ ଆପଣଙ୍କ ପ୍ରତି ପ୍ରଭାବିତ ହେବେ ଏବଂ ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି କାରଣରୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ଦୈନିକ ଦିନଚର୍ଯ୍ୟାରେ ସୁଧାର ହେବ ଏବଂ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ରାଜକୀୟ ପକ୍ଷରୁ ଆର୍ଥିକ ବା ବ୍ୟବସାୟିକ ଲାଭ ହେବ, କିନ୍ତୁ ଭାଗିଦାରୀ କାର୍ଯ୍ୟରେ କିଛି କ୍ଷତି ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ସନ୍ତାନ ପକ୍ଷରୁ କୌଣସି ସୁଖଦ ସମାଚାର ଆପଣଙ୍କ ଚିନ୍ତାକୁ କମ୍ କରିବାରେ ସହାୟକ ହେବ। ଯେକୌଣସି ପ୍ରକାର ନିବେଶ ପିତା ବା ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ନିଅନ୍ତୁ। ପିତାଙ୍କ ସହଯୋଗରୁ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟରେ ପ୍ରଗତି ଆସିବ ଏବଂ ଜୀବନସାଥୀଙ୍କ ସହିତ ହସ ଖୁସିରେ ସମୟ ଅତିବାହିତ କରିବେ, କିନ୍ତୁ ପରିବାରର ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କିନ୍ତୁ ଆର୍ଥିକ ସ୍ଥିତି କ୍ଷେତ୍ରରେ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ ଏବଂ ସଂକ୍ରମଣ ତଥା ବିଷାଣୁ ଜନିତ ରୋଗରୁ ସାବଧାନ ରୁହନ୍ତୁ। ଆଜି ଆପଣ ଭଗବାନ ଶିବଙ୍କୁ ଆଖୁ ରସରେ ଅଭିଷେକ କରନ୍ତୁ, ଶୁଭ ଫଳ ପାଇବେ। କୁମ୍ଭ ରାଶି, ଆଜି ଦିନଟି ଆପଣଙ୍କୁ କିଛି ଆର୍ଥିକ କ୍ଷତି ପ୍ରଦାନ କରିବ। ଆପଣ ନିଜ ଭାଷା ତଥା ଭାଷା ଶୈଳୀରେ ବିଶେଷ ଧ୍ୟାନ ରଖନ୍ତୁ। ଅତି ଆତ୍ମବିଶ୍ୱାସ କାରଣରୁ ଆପଣ କିଛି ଭୁଲ ନିଷ୍ପତ୍ତି ନେଇପାରନ୍ତି, ଯାହାର ଫଳସ୍ୱରୂପ ଆପଣଙ୍କ ପାଇଁ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ସେଥିପାଇଁ ଅନାବଶ୍ୟକ ବାଦ ବିବାଦ ଓ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଅନ୍ୟଥା ଆପଣଙ୍କ କ୍ଷତିର ଯୋଗ ରହିଛି। ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସହିତ ଭୁଲ ବୁଝାମଣାକୁ ନେଇ ମନମତାନ୍ତର ଦେଖାଦେଇପାରେ ଏବଂ ପାରିବାରିକ ଖର୍ଚ୍ଚ ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିବ, କିନ୍ତୁ ପରିବାରରେ କୌଣସି ସୁଖଦ ସମାଚାର ମିଳିବାରୁ ମନରେ ପ୍ରସନ୍ନତା ଅନୁଭବ କରିବେ। ଭାଇମାନଙ୍କ ସହିତ ବିବାଦର ସମ୍ଭାବନା ରହିଛି, ସେଥିପାଇଁ ବାଣୀରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଆର୍ଥିକ ସ୍ଥିତି ମଧ୍ୟମ ରହିବ, କିନ୍ତୁ ନିବେଶ ସମ୍ବନ୍ଧିତ କାର୍ଯ୍ୟରେ ସାବଧାନ ରହିବା ଉଚିତ। ଧାର୍ମିକ ଆଧ୍ୟାତ୍ମିକ ପୂଜାପାଠ ପ୍ରତି ଆପଣ ଅଧିକ ରୁଚି ରଖିବେ, କିନ୍ତୁ ମାନସିକ ଚାପ ତଥା ବିଚଳତା ଆପଣଙ୍କୁ ଚିନ୍ତିତ କରିବ। ସେଥିପାଇଁ ରକ୍ତଚାପ ସମ୍ବନ୍ଧିତ ବିକାର ପ୍ରତି ଆପଣଙ୍କୁ ସାବଧାନ ରହିବା ଉଚିତ। ଆଜି ଆପଣ ଭଗବାନ ଶିବଙ୍କୁ ଗାଈ ଘିଅରେ ଅଭିଷେକ କରନ୍ତୁ, ଶୁଭ ଫଳ ପାଇବେ। ମୀନ ରାଶି, ଆଜି ଆପଣଙ୍କ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟରେ ସଫଳତା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହେବ। ଲାଭର ଉତ୍ତମ ସ୍ଥିତି ଲାଗି ରହିଛି। କୌଣସି ପୁରୁଣା ବନ୍ଧୁମିତ୍ରଙ୍କ ସହଯୋଗରୁ ବ୍ୟାପାରିକ ସମସ୍ୟାର ସମାଧାନ ମିଳିବ ତଥା ଆପଣଙ୍କ କାର୍ଯ୍ୟରେ ଗତି ଓ ସଠିକତା ଆସିବ। ସାମାଜିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ହସ ଖୁସିର ବାତାବରଣ ଲାଗି ରହିବ। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ। ସନ୍ତାନ ପକ୍ଷରୁ ସୁଖଦ ସମାଚାର ମିଳିବ ଏବଂ ପାରିବାରିକ ସୁଖ ସୁବିଧାରେ ବୃଦ୍ଧି ତଥା ଆନନ୍ଦ ପ୍ରାପ୍ତ କରିବେ ଏବଂ ପୂର୍ବରୁ ରହିଥିବା ପାରିବାରିକ ଦୂରତ୍ୱର ସମାପ୍ତ ହେବ। ପ୍ରେମ ସମ୍ବନ୍ଧ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି ଏବଂ ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ଆୟରେ ବୃଦ୍ଧି ଘଟିବ। ଦୀର୍ଘକାଳୀନ ନିବେଶରୁ ଆପଣ ବିଶେଷ ଲାଭାନ୍ୱିତ ହେବେ ତଥା ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଉତ୍ତମ ଅନୁକୂଳ ରହିଛି। ଆଜି ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ଯଦି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ ଏବଂ ଏହିପରି ନୀତିଦିନ ନିଜ ରାଶିଫଳ